କରିଥିଲେ ଯେ ଭାରତ ପ୍ରତି ବ୍ରିଟିଶ ଶାସନର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଅଛି। ତାଙ୍କ ମତରେ ସେ ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ସେମାନେ ଭାରତରେ ରୁହନ୍ତୁ ଏବଂ ସ୍ୱାଧୀନ ମନୋଭାବ ପୋଷଣ କରିବାକୁ ସେ ଭାରତୀୟମାନଙ୍କୁ ଉପଦେଶ ଦେଉଥିଲେ। ଏଥିପାଇଁ ବିପିନ ଚନ୍ଦ୍ର ପାଲ କହିଛନ୍ତି ଯେ ପ୍ରଥମ ଭାରତୀୟ ହିସାବରେ ରାଜା ରାମମୋହନ ରାୟ ଭାରତୀୟମାନଙ୍କୁ ରାଜନୈତିକ ସ୍ୱାଧୀନତା ସନ୍ଦେଶ ପ୍ରଦାନ କରିଥିଲେ। ସେପ୍ଟେମ୍ବର 27 ତାରିଖ 1833 ମସିହା ସେତେବେଳକୁ ତାଙ୍କୁ 61 ବର୍ଷ ହୋଇଥାଏ। ଇଂଲଣ୍ଡ ଠାରେ ସେ ମୃତ୍ୟୁବରଣ କରିଥିଲେ।